ଆଚ୍ଛା କ୍ରୋଧଟାକୁ କେମିତି ଦମନ କରାଯିବ ସେଇଗୁଟାକ ତ ସେଇଗୁଟା ମୁଁ ଦେଖୁଥିଲି ମୁଁ ସେଇଥିପାଇଁ ଆପଣଙ୍କ ପାଖକୁ ଟିକେ ଫୋନ କଲି ବାବା। ହଁ ହଁ କ୍ରୋଧ ଦମନ ସେ ଆଜ୍ଞା ଆମର ଗୁରୁଦତ୍ତ କର୍ମ କଲେ ଧୀରେ ଆଜ୍ଞା ଆଜ୍ଞା ଧୀରେ ଆମର କୁପ୍ରକୃତି ବିନାଶ ହେଇକି ସୁପ୍ରକୃତି ଦେହ ଭିତରେ ଜାଗ୍ରତ ହେଇଯିବ। ସେତେବେଳେ ହଁ ହଁ ପ୍ରକୃତି କାମ କ୍ରୋଧ ଲୋଭ ମୋହ ସବୁ ଯାକ ଧୀରେ ଧୀରେ ଦମନ ହେଇଯିବ ହେଲା ନା। ଆଚ୍ଛା ତା ଆଚ୍ଛା ନାଁ ହେଲା ପୁଣ୍ୟ କର୍ମ। ଆଜ୍ଞା ଆଜ୍ଞା ପୁଣ୍ୟ କର୍ମ ଗୋଟେ ବାଟ ଅଛି ସେ ବାଟରେ କଲେ ଆଜ୍ଞା ଆଜ୍ଞା ଇଏ ଅପରା ପ୍ରକୃତି ବିନାଶ ହେଇଯିବ ପରା ପ୍ରକୃତି ପ୍ରକାଶ ପାଇଯିବ। ହଁ ହଁ ସେଇଗୁଟାକ ମୁଁ ଟିକେ ଅହିଂସା ଅକ୍ରୋଧ ବୈରାଗ୍ୟ ଏଗୁଡା ସବୁ ଧୀରେ ଧୀରେ ତମର ପ୍ରକାଶ ହେଇଯିବ। ଯୋଉ ହଁ ସତ୍ ନାମଟାକୁ ଯଦି ଆମେ ନିକିଟେଇକି ଧରିବା ଆଜ୍ଞା ଶ୍ରଦ୍ଧା ଆଜ୍ଞା ଆଜ୍ଞା ବିଶ୍ୱାସ ଧୀରେ ଧୀରେ ସବୁ ହେଇଯିବ ଆଉ। ରାଗ ତାମସ ଭାଗବତ ବି ହଁ କହିଛି ରାଗ ତାମସ ଗୁଣ ଦୁଇ ତାକୁ ଗୁରୁ ବଚନେ ଦୂର ଥୋଇ। ହଁ ରଜ ତେଣୁ ତମସ ଗୁଣ ଗୁରୁଙ୍କର ଦୁଇ କୃପା ସେ ଯଦି ତତ୍ୱଜ୍ଞାନ ଉଦୟ ହେଲା ଆଜ୍ଞା ସତ୍ୱଗୁଣ ଯେତେବେଳେ ଜାଗ୍ରତ ହେଇଯିବ ରଜ ତମସ ଗୁଣ ଦିଟା ସେ ଅଟୋମେଟିକ ଦମନ ହେଇଯିବ। ଶ୍ରୀମଦ୍ ଭଗବଦ ଗୀତା ଚତୁର୍ଦ୍ଦଶ ଅଧ୍ୟାୟ ଦଶମ ଶ୍ଲୋକରେ କହିଛି ଯେ ରଜସ୍ତମ ଚାଭିଭୂୟ ସତ୍ୱଂ ଭବତି ଭାରତ ରଜସତ୍ୱଂ ତମଶ୍ଚୈବ ତମସତ୍ୱଂ ରଜସ୍ତଥା। ଅର୍ଥାତ୍ ରଜଗୁଣ ଓ ତମଗୁଣକୁ ଦମନ କରି ସତ୍ୱଗୁଣ ବୃଦ୍ଧି ପାଏ। ସତ୍ୱଗୁଣ ଓ ତମଗୁଣକୁ ଦମନ କରି ରଜଗୁଣ ବୃଦ୍ଧି ପାଏ। ସେହିପରି ସତ୍ୱଗୁଣ ଓ ରଜଗୁଣକୁ ଦମନ କରି ତମଗୁଣ ବୃଦ୍ଧି ପାଏ। ଆଜ୍ଞା 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 ତେଣୁ ଧୀରେ ଧୀରେ କର୍ମ କରିବାକୁ ପଡିବ। ଆମର ତମ ଗୁଣ ହଉଛି ଇଡା ନାଡି ବୁଝିଲ ନା। ଆଜ୍ଞା 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 ଆଉ ରଜଗୁଣ ହଉଛି ଆମର ପିଙ୍ଗଳା ନାଡି। ଆଜ୍ଞା ସତ୍ୱଗୁଣ ହଉଛି ଆମର ସୁଷୁମ୍ନା ନାଡି। ତେଣୁ ଆଚ୍ଛା ଆଚ୍ଛା ଇଡା ନାଡି ଦମନ ହେଇକି ଯେତେବେଳେ ପିଙ୍ଗଳା ଆଉ ସୁଷୁମ୍ନାରେ ଆମର ପ୍ରାଣ ପବନ ମନ ରହିଯିବ ଆଜ୍ଞା ସେତେବେଳେ ଆଜ୍ଞା ଅଟୋମେଟିକ ଆମର ସତ୍ୱଗୁଣ ଜାଗ୍ରତ ହେଇଯିବ। ଆଉ ଆଚ୍ଛା ସତ୍ୱଗୁଣ ଆଚ୍ଛା ଜାଗ୍ରତ ହେଇଗଲା ପରେ ଅଟୋମେଟିକ ରଜ ତମ ଦିଟା ଦମନ ହେଇଯିବ। ପିଙ୍ଗଳା ଇଡା ଦିଟା ଦମନ ହେଇକି ସୁଷୁମ୍ନା ଯେତେବେଳେ ଜାଗ୍ରତ ହବ ସେତେବେଳେ ଆମର ଆଜ୍ଞା ଆଜ୍ଞା ସତ୍ୱଗୁଣ ଜାଗ୍ରତ ହେଇଯିବ ଅଟୋମେଟିକ। ଓହୋ ତେଣୁ ଆଚ୍ଛା ଆଚ୍ଛା ସୁଷୁମ୍ନା ନାଡିରେ ପବନ ଯେତେବେଳେ ସ୍ଥିର ହବ ସେତେବେଳେ ଆମର ହଁ ସତ୍ୱଗୁଣ ଅଟୋମେଟିକ ଜାଗ୍ରତ ହେଇଯିବ। ଏଗୁଡା ସବୁ ଓହୋ ଗୁଡାକ ଦମନ ହେଇଯିବେ। ଆଚ୍ଛା ଆଚ୍ଛା ହଉ କାହିଁକି ନା ମୁଁ ସେଇ ଗୋଟାକ ଟିକେ ଆପଣଙ୍କୁ କହିଲି ବାବାଙ୍କ ଠାରୁ ଟିକେ ଆଉ ଟିକେ ବୁଝିବା ଟିକେ ମୁଁ ସେଥିପାଇଁ ହଁ ଆପଣଙ୍କ ପାଖକୁ ଫୋନ ଆମର କରିଥିଲି। ପବନ ହିଁ ଆମର ପ୍ରକୃତି ସୃଷ୍ଟି କରେ। ଆଜ୍ଞା ଆଜ୍ଞା ତେଣୁ ପବନ ଦ୍ଵାରା ସବୁ କିଛି ସମ୍ଭବପର ଆଉ। ଗୀତାରେ ବି ଦ୍ୱିତୀୟ ଅଧ୍ୟାୟରେ କହିଛନ୍ତି କ୍ରୋଧାତ୍ ଭବତି ସର୍ବଃ କର୍ମାଦि ସ୍ମୃତି ବିଭ୍ରମ। ଶୁଣ ସେ ବିଷୟରେ ଶ୍ରୀମଦ୍ ଭଗବଦ ଗୀତା ଦ୍ୱିତୀୟ ଅଧ୍ୟାୟ 62-63 ଶ୍ଲୋକରେ କହିଛି। ସେ କଥା ଆମେ ବର୍ତ୍ତମାନ ଆସ ଆଲୋଚନା କରିବା। କ'ଣ? ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେ ସୁପଜାୟତେ ସଙ୍ଗାତ୍ ସଞ୍ଜାୟତେ କାମଃ କାମାତ୍ କ୍ରୋଧୋଭିଜାୟତେ। ଅର୍ଥାତ୍ ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି ଜନ୍ମିଥାଏ। ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ କାମନାରେ ବାଧା ଉପଜିଲେ କ୍ରୋଧ ଜାତ ହୁଏ। ପୁନଶ୍ଚ କ୍ରୋଧାତ୍ ଭବତି ସମୋହ ସମୋହାତ୍ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶତି। ଅର୍ଥାତ୍ କ୍ରୋଧରୁ ଅତ୍ୟନ୍ତ ମୂଢ଼ଭାବ ଉତ୍ପନ୍ନ ହୁଏ। ମୂଢ଼ଭାବରୁ ଶ୍ରୁତି ବିଭ୍ରମ ହୁଏ ଏବଂ ଶ୍ରୁତି ବିଭ୍ରମ ହେବାରୁ ବୁଦ୍ଧି ଅର୍ଥାତ୍ ଜ୍ଞାନ ଶକ୍ତି ନାଶ ହୋଇଯାଏ। ଆଉ ବୁଦ୍ଧି ନାଶ ହେବାରୁ ସେ ଲୋକ ନିଜ ସ୍ଥିତିରୁ ତଳକୁ ଖସି ପଡ଼େ। ତେଣୁ ଆମେ ସେଇ ଯୋଉଟା ଲେଖା ହେଇଛି ଯେ କ୍ରୋଧ ଦ୍ଵାରା ଧୀରେ ଧୀରେ ସବୁ ପ୍ରକାର ନଷ୍ଟ ହେଇଯାଏ। ଆଜ୍ଞା 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 କାମ ଆଜ୍ଞା ନାତେ କ୍ରୋଧ ଜନ୍ମେ କ୍ରୋଧେ ବୁଦ୍ଧି ନାଶ ବୁଦ୍ଧି ନାଶେ ହଁ ନଷ୍ଟ ହଏ ଜୀବନେର ଆସ। ତାର ଅର୍ଥଟା ଆଜ୍ଞା ତେଣୁ ଆଜ୍ଞା ଆଜ୍ଞା ସେ ସତ କିନ୍ତୁ ଆଜ୍ଞା ପ୍ରଥମେ ଆଗେ କାମନା ଆଜ୍ଞା କୁ ଆମେ କରିବା। ଯୋଉ ଗୋଟେ ଲୋକର ଗୋଟେ ଜିନିଷ ହଁ ସେ କାମନା କରୁଛି ତା କାମନା ଯେତେବେଳେ ପ୍ରତିରୋଧ ହବ ପ୍ରବଳ ଆଜ୍ଞା କ୍ରୋଧ ଆଜ୍ଞା ଜାଗ୍ରତ ହବ। ମନେ ଆଜ୍ଞା କରାଯାଉ ଆଜ୍ଞା ମୁଁ ଗୋଟେ ହଁ ଘର କି କଣ ଗୋଟେ କାମ କରିବା ପାଇଁ ଯେତେବେଳେ ବସିଛି ତାକୁ ହଁ ଯେତେବେଳେ ହଁ କିଛି ବାଧା ଦେଲା ମୋର ପ୍ରବଳ କ୍ରୋଧ ଜାଗ୍ରତ ହବ। ତେଣୁ ଯୋଉ କାମନା ଖଣ୍ଡନ ହେଲେ କ୍ରୋଧ ଅଟୋମେଟିକ ଜାଗ୍ରତ ହବ। ତେଣୁ ସେଇ ଆଚ୍ଛା କାମନା ବାବା ଗୋଟେ କଥା ଏଇଠି କହିବି ତ ଆହାର ନିଦ୍ରା ମୈଥୁନ ସମ୍ମତରେ କାଳ ପୁରୁଷର ବାସ ଯୋଉ କହନ୍ତି ହଁ ସେଟା ଆହାର ତ ସଚେତନ କଲେ ତ ସେ ଯୋଉ ସାତ୍ଵିକ ଆହାର ଯୋଉ ରାଜସିକ ତାମସିକ ଯୋଉ ଆହାର ଅଛି
ଯୋଉ ଜିନିଷ ଖାଇଲେ ଯୋଉ ଗୁଣଟା ସେ ତ ଅଟୋମେଟିକ ଉଦୟ ହବ। ହଁ କେମିତି କ୍ରୋଧଟାକୁ କେମିତି ଦମନ କରିବ? ସେଥିପାଇଁ ଆମେ ଆହାର ଆମେ ତ ସଂଯମତା ଅବଲମ୍ବନ କରି କେମିତି ରହିବା? ନାଇଁ ଆମେ ଆହାର ନିଦ୍ରା ମୈଥୁନ ତିନିଟାକୁ ସଂଯମ କରିବା ପାଇଁ ପଡିବ। ଆଜ୍ଞା ଆଜ୍ଞା। ତେଣୁ ଆହାର ସଂଯମ ଆହାର କରିବା, ସଂଯମ ବିହାର କରିବା, ମୈଥୁନକୁ ତ୍ୟାଗ କରିବା। କମିଲେ କି ଇଏ ଯୋଉ ଜୀବର ଯୋଉ ତିନିଟା ସୁଖ ଆହାର ନିଦ୍ରା ମୈଥୁନ ତାକୁ ଆମେ ପରିତ୍ୟାଗ କରିବା ଦରକାର। ଏ ବିଷୟରେ ଶ୍ରୀମଦ୍ ଭଗବଦ୍ ଗୀତା 6ଠ ଅଧ୍ୟାୟ 17 ଶ୍ଲୋକ ଦେଖୁନା। ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମକୃତ୍ ଯୁକ୍ତ ସ୍ୱପ୍ନାବବୋଧସ୍ୟ ଯୋଗ ଭବତି ଦୁଃଖଃ। ଅର୍ଥାତ୍ ନିୟନ୍ତ୍ରିତ ଆହାର ବିହାର, ନିୟନ୍ତ୍ରିତ କର୍ମଚେଷ୍ଟା ଏବଂ ନିୟମିତ ନିଦ୍ରା ଓ ଜାଗ୍ରତ ରହୁଥିବା ଯୋଗୀର ଯୋଗ ଦୁଃଖ ବିନାଶକ ଅଟେ। କିନ୍ତୁ ଅବଧୂତିଆ ମାନେ କହୁଛନ୍ତି ଯେ ତମେ ଯଦି ବାୟୁ ସାଧନା କରିବ ହେଲା, ତମର ଆହାର ନିଦ୍ରା କୌଣସି କିଛି ତା ଉପରେ କିଛି ପରିବର୍ତ୍ତନ କରିବା ଆବଶ୍ୟକତା ନାହିଁ। ଆପଣଙ୍କର ଆହାର ନିଦ୍ରା ମୈଥୁନ ସବୁ ଚାଲିଥାଉ, ଯଦି ପବନ ସାଧନାଟା ଠିକ ହିସାବରେ ଆପଣ କରୁଥିବେ, ବାୟୁଟାକୁ ଧରିଥିବେ, ତେଣୁ ଅଟୋମେଟିକ ସେଗୁଡା ବଳେ ବେଳେ ସବୁ ଆୟତକୁ ପଳେଇ ଆସିବ। ଗୋଟେ କଥା ହଉଛି, ମୁଁ ବୁଝେଇ ଦଉଛି ଆପଣ, ଗୋଟେ ଗଛର ଡାଳ ଦିଖଣ୍ଡ କାଟିଦେଲେ ଗଛ କେବେ ମରିବନି, କିନ୍ତୁ ଚେରଟାକୁ କାଟିଦେଲେ ଗଛଟା ମରିଯିବ। ତେଣୁ ଗଛର ସେ ଯୋଉ ଆହାର ନିଦ୍ରା ମୈଥୁନ ନାନାଦି ପ୍ରକୃତି ଆମ ଶରୀର ଭିତରେ ସୃଷ୍ଟି ହଉଛି, ଇଏ ତାର ଚେରଟା ହଉଛି ପବନ। ତେଣୁ ପବନଟାକୁ ଯଦି ଆମେ ଠିକ ହିସାବରେ ଦମନ କରିବା, ସେଗୁଡା ସବୁ ବଳେ ବେଳେ ସବୁ ହେଇଯିବ। ପବନ ଯୋଉ ଦମନ କରିବା ଯୋଉ କହିଲେ ବାବା ଆପଣ, ପବନଟାକୁ କୋଉ ହିସାବରେ କେମିତି ଦମନ କରାଯିବ? ପବନ କ୍ରିୟାଟା ସଦ୍ଗୁରୁ ତମକୁ ସେ କୌଶଳଟା ଦେଲେ, ସେ କୌଶଳଟା ଘରେ କରିବ, କଲେ ଧୀରେ ଧୀରେ ତମେ ନିଜେ ଜାଣିପାରିବ ତମର କେତେ କଣ ସବୁ ପରିବର୍ତ୍ତନ ହଉଛି। ତେଣୁ ଅବଧୂତ କର୍ମୀ ମାନେ କହନ୍ତି ଆମର ଖାଇବା ପିଇବା କିଛି ବି ଦରକାର ନାହିଁ, ତମେ ଯାହା ଖାଉଛ ଖା, ଯାହା କରୁଛ କର, କିନ୍ତୁ ଯଦି ପବନ ସୂତ୍ରକୁ ଧରିଥିବ, ଖାଦ୍ୟ ଶରୀର ଉପରେ ପ୍ରଭାବ ପକାଏ କିନ୍ତୁ ମନ ଉପରେ ପ୍ରଭାବ ପକାଏ ନା। କଣ ବୁଝିଲେ ନା? ଯଦିଓ ମନ ଉପରେ ଖାଦ୍ୟ ପ୍ରଭାବ ପକାଏ, ହେଲା କି, ଯଦି ଆମେ ପବନ ସୂତ୍ର ଧରିଥିବା ସିଏ ମନ ଉପରେ ଏତେ ପ୍ରଭାବ ବିସ୍ତାର କରିପାରିବନି, କେବଳ ଶରୀର ଉପରେ ରହିବ, ମନ ଉପରକୁ ଆସିବ। ମୁଁ ଏଇଟା ଆପଣଙ୍କର ଯୋଉ ପ୍ରୋଗ୍ରାମଟା ଦେଖୁଥିଲି, ସେଇଟା ଆପଣଙ୍କୁ ଟିକେ ଅଧିକା ବୁଝିବା ପାଇଁ ମୁଁ ଆପଣଙ୍କ ପାଖକୁ ଟିକେ ବାବା ଫୋନ କଲି। ବାସ୍ତୁ ଗୋଟେ କଥା ହଉଛି, ଶୁଣ, ଆମେ ଯେତେବେଳେ ପିଲାଟିଏ ଯେତେବେଳେ ଜନ୍ମ ହୁଏ, ହେଲା, ପିଲାଟିଏ ମା ଗର୍ଭରେ ଯେତେବେଳେ ଜନ୍ମ ହୁଏ, ସେ ସ୍ଥାନ, ତାର କାଳ, ତାର ପାତ୍ର ନେଇକି ଯୋଉ ସ୍ଥାନରେ ସେ ଜନ୍ମଗ୍ରହଣ କରେ, ସେଇ ସ୍ଥାନ ଉପରେ ଆମର ସୌରଜଗତର ଗ୍ରହମାନ ଭିନ୍ନ ଭିନ୍ନ ଡିଗ୍ରୀରେ ତା ଉପରେ ପ୍ରଭାବ ବିସ୍ତାର କରନ୍ତି। ସେଇ ପ୍ରଭାବ ଦ୍ୱାରା ତାର ପ୍ରକୃତି ଗଠନ ହୁଏ। ବୁଝିପାରିଲା ନା? ଗୋଟେ ପିଲା କିଏ ଚୋର ହବ, କିଏ ସାଧୁ ହବ, କିଏ ଆଉ କଣ ହବ, ଏଇ ଭିନ୍ନ ଭିନ୍ନ ପ୍ରକୃତି ସବୁ ସେଇ ବାସ୍ତୁ ଯୋଉ ଗ୍ରହ ମାନଙ୍କର ପ୍ରଭାବ ଦ୍ୱାରା ଆମ ଶରୀର ଭିତରେ ପ୍ରକୃତି ଗଠିତ ହୁଏ। ତେଣୁ ସେଇ ପ୍ରକୃତି ଯୋଉ ଗଠିତ ହୁଏ, ସେଇ ପ୍ରକୃତି ଗଠିତ ଅନୁସାରେ ଆମେ ମଣିଷ ସେଇଭଳି ପ୍ରକାର ମାନବ ହୁଏ। ଯେତେବେଳେ ଆମେ ଘରଟିଏ ତିଆରି କରିବା, ଘର ଯେତେବେଳେ ଶୁଭ ଆରମ୍ଭ କରିବା, ତାର ଏନକ୍ଲୋଜର କରିବା, ଯୋଉ ସରାଉଣ୍ଡିଂ ଆମେ କରିବା କି ତାର ଯୋଉ ପରିସୀମା ଆମେ କରିବା, ପେରିମିଟର, ସେଇ ଯୋଉ ପରିସୀମା ନିର୍ଦ୍ଧାରଣ କରିବା, ସେଇ ସମୟରେ ଭିନ୍ନ ଭିନ୍ନ ଗ୍ରହ ନକ୍ଷତ୍ର ମାନେ ତା ଉପରେ ମଧ୍ୟ ପ୍ରଭାବ ବିସ୍ତାର କରନ୍ତି। ହେଲା, ତେଣୁ ଘର ଜନ୍ମ ସମୟରେ ଯୋଉ ଯୋଉ ନକ୍ଷତ୍ର ଯୋଉ ଯୋଉ ପ୍ରଭାବ ବିସ୍ତାର କରନ୍ତି ଏବଂ ଗୃହକର୍ତ୍ତା ଜନ୍ମ ସମୟରେ ତାର ଯୋଉ ଯୋଉ ନକ୍ଷତ୍ର ଯୋଉ ଯୋଉ ପ୍ରଭାବ ବିସ୍ତାର କରନ୍ତି, ତେଣୁ ୟା ନକ୍ଷତ୍ର ତା ନକ୍ଷତ୍ରକୁ ମ୍ୟାଚ୍ କରିକି ଯଦି ଆମେ ଭଲ ଗ୍ରହ ବେଳରେ ଘରଟିକୁ ଆମେ ଶୁଭାରମ୍ଭ କରିଦବା, ତାହେଲେ ସେଇ ଘରରେ ସେଇ ଲୋକ ରହିକି ସେ ଚିରସୁଖୀ ହେଇପାରିବ। ବୁଝିପାରିଲ ନା? ତାମାନେ ଘର ଜନ୍ମ ହେଲା ଯୋଉ ଶୁଭ ନକ୍ଷତ୍ରରେ, ଆଉ ଏବଂ କର୍ତ୍ତା ଜନ୍ମ ହେଇଛି ଯୋଉ ଶୁଭ ନକ୍ଷତ୍ରରେ, ଏଇ ଦିଟା କୁ ଯଦି ମ୍ୟାଚ୍ କରିକି ଯଦି ଅନୁକୂଳ ହେଇଗଲା ଦିଟାର,
ତାହେଲେ ସେଇ ଘରେ ସେ କର୍ତ୍ତା ରହିକି ସେ ସୁଖୀ ହେଇପାରିବ। ବୁଝିପାରିଲି। ମୁଁ ଗୋଟେ ଉଦାହରଣ ଦଉଛି। ଗୋଟେ ପୁଅ ଜନ୍ମ ହେଲା, ଗୋଟେ ଝିଅ ଜନ୍ମ ହେଲା ହେଲା। ତେଣୁ ଝିଅ ଯୋଉ ଗ୍ରହ ନକ୍ଷତ୍ରର ଉଦୟ ସମୟରେ ଜନ୍ମ ହେଇଛି ଏବଂ ପୁଅ ଯୋଉ ଗ୍ରହ ନକ୍ଷତ୍ରରେ ଉଦୟ ସମୟରେ ଜନ୍ମ ହେଇଛି, ଉଭୟଙ୍କ ଗ୍ରହ ନକ୍ଷତ୍ରରେ ଯଦି ମେଳ ଠିକ ଖାଇଲା ତାହେଲେ ସେମାନଙ୍କର ବୈବାହିକ ଜୀବନ ଅତି ଉତ୍ତମ ଏବଂ ସୁନ୍ଦର ହବ ହେଲା। ତେଣୁ ତାଙ୍କର ଯଦି ସେ ମେଳଟା ନ ଖାଇଲା, ଚିରଦିନ ପାଇଁ ସେମାନଙ୍କର ଝଗଡା ଝାଣ୍ଟି ଇତ୍ୟାଦି ଇତ୍ୟାଦି ସବୁ ହବ ନା। ଏଇଟା ବିବାହ ମେଳକ ଯାହା ଆମର ଘର ଆଉ ଇଏ ଗୃହକର୍ତ୍ତା ଗୃହଭୂମିର ମଧ୍ୟ ସେଇଆ। ବୁଝିପାରିଲେ ନା। ତେଣୁ ଗୃହକର୍ତ୍ତା ଗୃହଭୂମି ଯାହା ଆଉ ପୁଅ ଝିଅର ବିବାହର ମଧ୍ୟ ସେଇଆ। ବୁଝିଲ। ସେଇଥିପାଇଁ ଆମର ଜ୍ୟୋତିର୍ବିଜ୍ଞାନୀ ମାନେ ସେମାନେ ବାସ୍ତୁ ବିଜ୍ଞାନଟାକୁ ବାହାର କରିଛନ୍ତି। ସେଇ ବାସ୍ତୁ ବିଜ୍ଞାନଟାକୁ ଗଣିତ ବାସ୍ତୁ ବିଜ୍ଞାନ ଦି ଭାଗରେ ବିଭକ୍ତ, ଗୋଟେ ଫଳିତ ଗୋଟେ ଗଣିତ। ବୁଝିଲେ। ମୋର କିନ୍ତୁ ଗଣିତ ବିଜ୍ଞାନ। ବୁଝିପାରିଲେ। ଏଇ ଜିନିଷ ଜାଣିଲେ ବହୁତ ଭଲ ନା ଏ କଥାଟା ଜାଣିପାରିଲେ ତ କଥାଟା କଣ କି? ବୁଝିଲି, ଆକ୍ଚୁଆଲି କନସେପ୍ଟଟା ବୁଝିଲି। ହଁ ବାସ୍। ତେଣୁ ଏଇ ହିସାବରେ ଆମେ ଘର କରିବା, କିଛି ଅସୁବିଧା ନାହିଁ। ହଉ ମୁଁ ଟିକେ ବ୍ୟସ୍ତ ରହିଛି, ଆଉ କେତେବେଳେ କଥା ହବା। ହଉ 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 ଆଜ୍ଞା। ହଉ। ପ୍ରଣାମ।